ବଢ଼ୁଛି ଜଳକା ନଦୀର ଜଳସ୍ତର, ସୃଷ୍ଟି ହୋଇଛି ବନ୍ୟା ଆଶଙ୍କା। ନଦୀର ମଥାନୀଠାରେ ସତର୍କ ସଂକେତ 6.00 ମିଟର ରହିଥିଲା ବେଳେ ସକାଳ 6ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 6.22 ମିଟରରେ ପ୍ରବାହିତ ହେଉଛି। ବନ୍ୟା ଆଶଙ୍କାରେ ଭୟଭୀତ ନଦୀକୂଳିଆ ବାସିନ୍ଦା। ଲଘୁଚାପଜନିତ ଲଗାଣ ବର୍ଷା କାରଣରୁ ବଢ଼ୁଛି ନଦୀର ଜଳସ୍ତର। ଗତ 2 ଦିନ ଧରି ବାଲେଶ୍ୱର ସମେତ ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଅବବାହିକା ସମେତ ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୁରୁଡ଼ା, ଶୁଳିଆପଦା, ଚିତ୍ରଡ଼ା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବୃଦ୍ଧି ପାଉଛି ନଦୀର ଜଳସ୍ତର। ତେବେ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଯଦି ବନ୍ୟା ହୁଏ ତାହେଲେ ବସ୍ତା ବ୍ଲକର 10 ଏବଂ ସଦର ବ୍ଲକର 3ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଗତ ବନ୍ୟାରେ ବସ୍ତା ବ୍ଲକର 10ଟି ପଞ୍ଚାୟତ ଏବଂ 1000ରୁ ଅଧିକ ହେକ୍ଟର ଚାଷ ଜମିରେ ପାଣି ପଶି ଯାଇଥିଲା ବେଳେ ବହୁ ପରିମାଣର ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଗତ ଦିନେ 2 ଦିନ ହେବ ପାଣି ଛାଡ଼ିଥିଲା ବେଳେ ପୁଣି ଏହି ଲଘୁଚାପ ଫଳରେ ବନ୍ୟା ସୃଷ୍ଟି ହେବା କାରଣରୁ ଚାଷ ଜମିରେ ପାଣି ପଶିଲେ ସମ୍ପୂର୍ଣ୍ଣ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହୁଛି।